ଶ୍ରାବଣ ମାସ ଅନେକ ରାଶି ପାଇଁ ଖୁସି ଦିନ ନେଇ ଆସିଛି। ଏହି ମାସ ଅନେକ ରାଶି ପାଇଁ ଶୁଭଫଳ ମିଳିବ। ମେଷ, କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ ପାଇବ। ଆୟର ଉତ୍ସ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ପାଇବାର ସମ୍ଭାବନା ରହିବ। ବ୍ୟବସାୟ କ୍ଷେତ୍ରରେ କାମ କରୁଥିବା ଲୋକମାନେ ନୂତନ ବ୍ୟବସାୟ ପ୍ରତି ଆଗ୍ରହ ହେବେ। ବ୍ୟକ୍ତିଗତ ବ୍ୟବସାୟ କରୁଥିବା ଲୋକମାନେ ନିଜର ଆଚରଣ ଭଲ ରଖିବାକୁ ଚେଷ୍ଟା କରିବା ଉଚିତ। ଗୁରୁତ୍ୱପୂର୍ଣ୍ଣ କାମ ସମ୍ପର୍କରେ ଆପଣଙ୍କୁ ଶୁଭ ସଂକେତ ମିଳିବ। ବିରୋଧୀ ଆପଣଙ୍କ ପ୍ରତି ବହୁତ ଚରମ ରହିବେ। ଆପଣ ଦୂରଯାତ୍ରାରେ ଯାଇପାରିବେ। ତୁଳା ରାଶି, ଆପଣ କର୍ମକ୍ଷେତ୍ରରେ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ସେମାନଙ୍କର କାମ ନିଷ୍ଠାର ସହିତ କରିବାକୁ ପଡ଼ିବ। ନଚେତ୍ ଆପଣଙ୍କ ଦ୍ୱାରା କରାଯାଇଥିବା ଏକ ଭୁଲ ସବୁକିଛି ନଷ୍ଟ କରିଦେବ। ଆପଣଙ୍କୁ ଚାକିରିରେ ପଦୋନ୍ନତିର ଶୁଭ ଖବର ମିଳିବ। କୋର୍ଟ ମାମଲାରେ ସତର୍କ ରୁହନ୍ତୁ, ନଚେତ୍ ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ଉପୁଜିପାରେ। ରାଜନୀତିରେ ଉପପଦସ୍ଥ ବ୍ୟକ୍ତିଙ୍କ ନିକଟତର ହେବାର ଲାଭ ଆପଣଙ୍କୁ ମିଳିବ। ବିରୋଧୀମାନେ ପରାଜିତ ହେବେ। ଛାତ୍ରମାନଙ୍କର ପାଠପଢ଼ାରେ ଆଗ୍ରହ ରହିବ। ଆପଣଙ୍କୁ ସରକାରୀ କ୍ଷମତାର ଲାଭ ମିଳିବ। କୁମ୍ଭ, ସକାରାତ୍ମକ ଦିନ ହେବ। ଆପଣ ପୂର୍ବରୁ ଯୋଜନା କରିଥିବା କାମରେ ସଫଳ ହେବେ। ଆପଣ ସମାଜରେ ନିଜର ସ୍ଥାନ ତିଆରି କରିବାରେ ସଫଳ ହେବେ। ଦୂରଯାତ୍ରାରେ ଯିବାର ସମ୍ଭାବନା ରହିବ। ସମସ୍ତ ପଡ଼ି ରହିଥିବା କାମ ସମାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଏବଂ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିବ। ସମସ୍ତ ପୁରୁଣା ସମସ୍ୟା ସମାଧାନ ହେବ ଏବଂ ସଫଳତାର ନୂତନ ପଥ ପାଇବାର ପ୍ରବଳ ସମ୍ଭାବନା ରହିବ। ଆପଣ ବ୍ୟବସାୟରେ ବିସ୍ତାର ଯୋଜନାରେ କାମ କରିବେ। ଆପଣ କୋର୍ଟ ମାମଲାରେ ସଫଳ ହେବେ। ଆପଣ ଜେଲରୁ ମୁକ୍ତ ହେବେ।